ଏବେ ଏବେ ଲାଟେଷ୍ଟ ଖବର ଆସୁଛି, ସକାଳର ବଡ଼ ଖବର ଆସୁଛି। ଆଉ ଏକ ବାତ୍ୟା ଯାହା ଆଇଏମ୍ଟି ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ବରିଷ୍ଠ କର୍ମଚାରୀମାନେ ଯାହା ସୂଚନା ଦେଇଛନ୍ତି କି ଆରବ ସାଗରରେ ଆସୁଛି ଆଉ ଏକ ବାତ୍ୟା। 7 ଜିଲ୍ଲାକୁ ଏଥିପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ 12 ଘଣ୍ଟାରେ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ। 12 ଘଣ୍ଟା ଭିତରେ ଏହା ଘୂର୍ଣ୍ଣିଝଡ଼ର ରୂପ ନେଇପାରେ, ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି ଏବଂ ଏହା ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ। ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ସୂଚନା ଦେଇଛନ୍ତି ଓଡ଼ିଶାକୁ ପାଣିପାଗ ବିଭାଗର ବରିଷ୍ଠ କର୍ମଚାରୀ। ଏବଂ ଉତ୍ତର ପୂର୍ବ ଆରବ ସାଗରରେ ଗଭୀର ଅବପାତ ଏହା ନେଇପାରେ, ରୂପ ନେଇ ଭୀଷଣ ରୂପରେ ବାତ୍ୟା ହେବାର ସମ୍ଭାବନା ହୋଇଥାଇପାରେ। କିନ୍ତୁ ଆରବ ସାଗରରେ ଆସୁଛି ବାତ୍ୟା ସମ୍ପୂର୍ଣ୍ଣ ଭାବରେ ଜାଣି ରଖନ୍ତୁ। କିନ୍ତୁ ସବୁଠୁ ଗୋଟେ ବଡ଼ ଖବର ଏବଂ ଲାଟେଷ୍ଟ ଖବର ଆସି ପହଞ୍ଚୁଛି କି ଏହା ଓଡ଼ିଶା ପ୍ରତି କୌଣସି କ୍ଷତି ନାହିଁ, ଓଡ଼ିଶାକୁ ବାତ୍ୟା ନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ ଓମାନକୁ ମୁହାଁ ହୋଇପାରେ ବୋଲି ଯାହା ଆଇଏମ୍ଟିର ସୂଚନା ଦିଆଯାଇଛି। କିନ୍ତୁ ଏଥିପାଇଁ ଆମକୁ ସତର୍କ ହେବାକୁ ପଡ଼ିବ। ଆଗକୁ ଆସୁଛି ବାତ୍ୟା, ଭୀଷଣ ରୂପରେ ଏହା ବାତ୍ୟା ହୋଇପାରେ, ଘୂର୍ଣ୍ଣିଝଡ଼ ହୋଇପାରେ। ଓଡ଼ିଶାରେ ବହୁ ସ୍ଥାନରେ ଅନେକ ଜାଗାରେ ବର୍ଷା ଏବଂ ଘଡ଼ଘଡ଼ି ଦେଖାଯାଇପାରେ, କିନ୍ତୁ କୌଣସି ଭାବରେ ଓଡ଼ିଶାକୁ ବାତ୍ୟା ହେବାର ସୂଚନା ନାହିଁ।